ନମସ୍କାର। ଓಂ ନମୋ ଭଗବତେ ବାସୁଦେବାୟ। ଆଜି ପୁଣି ଥରେ ଆମେ ସମସ୍ତେ ଏକାଠି ହୋଇଛେ ଶ୍ରୀମଦ୍ ଭଗବଦ୍ ଗୀତାର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଉପରେ ଆଲୋଚନା କରିବା ପାଇଁ। ଏଇଟା ହେଉଛି ତୃତୀୟ ଅଧ୍ୟାୟ ମାନେ କର୍ମଯୋଗର 16 ନମ୍ବର ଶ୍ଲୋକ। ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ ଯେଉଁ ସବୁ ମହାର୍ଘ୍ୟ ଉପଦେଶ ଦେଇଛନ୍ତି ସେ ଭିତରୁ ଏଇଟା ଗୋଟିଏ। ଆଜି ଆମେ ଚେଷ୍ଟା କରିବା ଏହାର ଗଭୀରତାକୁ ବୁଝିବାକୁ, ବିଶେଷ କରି କର୍ମଯୋଗ, ଜୀବନଚକ୍ର ଓ ବ୍ୟର୍ଥ ଭୋଗ ଏହି ଦୃଷ୍ଟିକୋଣରୁ। ଆମର ଅନୁରୋଧ, ଏହାର ପୂରା ଅର୍ଥ ବୁଝିବା ପାଇଁ ଆମ ସହିତ ଶେଷ ପର୍ଯ୍ୟନ୍ତ ରହନ୍ତୁ। ଆଉ ହଁ, ଯଦି ଏମିତି ଆଧ୍ୟାତ୍ମିକ ଚର୍ଚ୍ଚା ଆପଣଙ୍କୁ ଭଲ ଲାଗୁଥାଏ, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ତେବେ ଆସନ୍ତୁ ଆରମ୍ଭ କରିବା। ପ୍ରଥମେ ମୁଁ ଶ୍ଲୋକଟିକୁ ପାଠ କରୁଛି। ଏବଂ ପ୍ରବର୍ତ୍ତିତଂ ଚକ୍ରମ୍ ନାନୁବର୍ତ୍ତୟତି ହୟ ଅଘାୟୁରେନ୍ଦ୍ରିୟାରାମ ମୋଘମ୍ ପାର୍ଥସ ଜୀବତି। 3:16। ବହୁତ ସୁନ୍ଦର ଭାବରେ ପାଠ କଲେ। ଏ ଶ୍ଲୋକର ସରଳ ଅର୍ଥ ଯଦି ଦେଖିବା, ତେବେ ଭଗବାନ କହୁଛନ୍ତି, ହେ ପାର୍ଥ, ହେ ଅର୍ଜୁନ, ଯେଉଁ ମଣିଷ ଏ ସଂସାରରେ ଈଶ୍ୱରଙ୍କ ଦ୍ୱାରା ଯେଉଁ ଏକ ଚକ୍ର ପ୍ରବର୍ତ୍ତିତ ହୋଇଛି, ସ୍ଥାପିତ ହୋଇଛି, ମାନେ ନିଜ କର୍ତ୍ତବ୍ୟ କରିବା, ସେବା କରିବା, ପରୋପକାର, ପ୍ରକୃତି ସହ ତାଳମେଳ ରଖିବା, ଏ ଯେଉଁ ପୁରା ବ୍ୟବସ୍ଥାଟା, ଯିଏ ଏହାର ପାଳନ କରେ ନାହିଁ, ଏ ଚକ୍ର ଅନୁସାରେ ଚାଲେ ନାହିଁ, ଆଉ କ'ଣ କରେ ନା କେବଳ ନିଜ ଇନ୍ଦ୍ରିୟମାନଙ୍କୁ ଖୁସି କରିବାରେ ଲାଗିଥାଏ, ସେ ଭୋଗ ବିଳାସରେ ବୁଡ଼ି ରହେ। ସେହି ବ୍ୟକ୍ତିର ଭଗବାନ କହୁଛନ୍ତି ତା ଜୀବନ ପାପମୟ ଆଉ ବ୍ୟର୍ଥ। ସେ ବାସ୍ତବରେ ବଞ୍ଚିକି ବି ମଲା ପରି, ତା ଜୀବନର କିଛି ମୂଲ୍ୟ ନାହିଁ। ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ଚକ୍ର, ଏଇଟା ଟିକେ ଗହନ କଥା ପରି ଲାଗୁଛି। ଏ ଚକ୍ର ମାନେ ପ୍ରକୃତରେ କ'ଣ? କୋଉ ଚକ୍ର କଥା କୁହାଯାଉଛି ଏଠି? ହଁ, ଏଇଟା ହିଁ ମୂଳ ପ୍ରଶ୍ନ। ଆଉ ନିଶ୍ଚୟ ଏଇଟା କୌଣସି ଧାରଣ ଗାଡ଼ି ଚକ ନୁହେଁ। ଏହା ହେଉଛି ସୃଷ୍ଟିର ମୂଳ ବ୍ୟବସ୍ଥା, ଗୋଟେ ବିରାଟ ଜୀବନ ଚକ୍ର କିମ୍ବା କହିପାରିବା ଯଜ୍ଞଚକ୍ର। ଯଦି ଆମେ ଏହାର ଠିକ୍ ପୂର୍ବ ଶ୍ଲୋକଗୁଡ଼ିକୁ ଦେଖିବା, ମାନେ ଗୀତା 3:10ରୁ 3:15 ପର୍ଯ୍ୟନ୍ତ, ସେଠି ଭଗବାନ ଏହାର ଗୋଟେ ସୂଚନା ଦେଇଛନ୍ତି। ସେ ବୁଝେଇଛନ୍ତି କେମିତି ସବୁ ଜଡ଼ିତ। ଯେମିତି ଯଜ୍ଞରୁ ବର୍ଷା ହୁଏ, ମାନେ ଆମର ନିଃସ୍ୱାର୍ଥ କର୍ମ ସମର୍ପଣ ଭାବରୁ, ବର୍ଷାରୁ ଅନ୍ନ, ଅନ୍ନରୁ ଜୀବ, ଆଉ ଏ ଯଜ୍ଞ କୋଉଠୁ ଆସେ ନା କର୍ମରୁ, ଆଉ କର୍ମ ସେ ବେଦ ବା ବ୍ରହ୍ମରୁ, ଆଉ ବ୍ରହ୍ମ ସେ ପରମାତ୍ମାଙ୍କଠାରୁ। ଦେଖିଲେ ତ, ଗୋଟେ ପୁରା ସର୍କଲ, ଗୋଟେ ପୁରା ଶୃଙ୍ଖଳା। ତେଣୁ এই ଚକ୍ରର ଅର୍ଥ ହେଲା ପ୍ରକୃତିର ନିୟମ, କର୍ତ୍ତବ୍ୟ ପାଳନର ନିୟମ, ସୃଷ୍ଟି, ସ୍ଥିତି, ପୁଣି ବିକାଶର କ୍ରମ। ଆଉ ସବୁଠୁ ବଡ଼ କଥା, ଦେବା ଆଉ ନେବାର ଗୋଟେ ସୁନ୍ଦର ସନ୍ତୁଳନ। ସବୁକିଛି ପରସ୍ପର ସହ ଯୋଡ଼ା। ଆଚ୍ଛା, ଏହାର କିଛି ସହଜ ଉଦାହରଣ ଦେଇ ବୁଝାଇବେ କି, ଯେମିତି ଆମ ଆଖପାଖରେ? ନିଶ୍ଚୟ। ଦେଖନ୍ତୁ, ଗୋଟେ ଗଛକୁ ସେ ମାଟିରୁ ପାଣି ନିଏ, ହଁ କି ନାହିଁ, ପବନରୁ ଅଙ୍ଗାରକାମ୍ଳ ନିଏ। ଏଇଟା ହେଲା ନେବା। କିନ୍ତୁ ସେ କ'ଣ ଖାଲି ନେଇକି ଚୁପ୍ ବସେ? ନା, ସେ ବଦଳରେ ଆମକୁ କେତେ କ'ଣ ଦିଏ। ଫୁଲ, ଫଳ, କାଠ, ଛାଇ, ଆଉ ସବୁଠୁ ଦରକାରୀ ଜିନିଷ ଅମ୍ଳଜାନ, ଯାହା ବିନା ଆମେ ବଞ୍ଚିବାନି। ଏଇଟା ହେଲା ଦେବା। ନଦୀକୁ ଦେଖନ୍ତୁ, ସେ ପାଣି ନେଇ ବୋହିଯାଏ, ଆଉ ବଦଳରେ କୋଟି କୋଟି ଜୀବଙ୍କୁ ଜୀବନ ଦିଏ। ଏଇଟା ହିଁ ସେଇ ଚକ୍ର। ଆମେ ମଣିଷମାନେ ବି ଏଇ ଚକ୍ରର ଗୋଟେ ଅଂଶ। ଆମେ କେତେ କ'ଣ ନେଉଛୁ ପ୍ରକୃତିରୁ, ସମାଜରୁ, ଖାଦ୍ୟ, ପାଣି, ପବନ, ଘର, ଶିକ୍ଷା, ସ୍ନେହ, ତାଲିକା ତ ଲମ୍ବା। ତେବେ ଆମର ବି କିଛି ଦାୟିତ୍ୱ ଅଛି ନା ନାହିଁ? ଆମ କର୍ମ ଦ୍ୱାରା, ଆମ ସେବା ଦ୍ୱାରା, ଆମ ଜ୍ଞାନ ଦ୍ୱାରା ଏ ସମାଜକୁ, ଏ ପ୍ରକୃତିକୁ କିଛି ଫେରାଇବା କଥା। ବାଃ, ଏମିତି ଭାବିଲେ ତ ସତରେ ସବୁ ଗୋଟେ ସୂତାରେ ବନ୍ଧା ହେଲା ପରି ଲାଗୁଛି। କିନ୍ତୁ ଶ୍ଲୋକରେ କହିଲେ ନାନୁବର୍ତ୍ତୟତି ହୟଃ, ମାନେ ଯିଏ ଏ ଚକ୍ରକୁ ମାନେନି। ଏହାର ଅର୍ଥ କ'ଣ? କେହି କେମିତି ଏ ଚକ୍ର ବାହାରକୁ ଯାଇପାରିବ? ହଁ, ଏଇଟା ଏକ ଗୁରୁତ୍ୱପୂର୍ଣ୍ଣ କଥା। ଚକ୍ର ନ ମାନିବା ମାନେ ହେଉଛି ସେ ଯେଉଁ ଦେବା ନବାର ସ୍ୱାଭାବିକ ନିୟମ ଅଛି, ସେଥିରେ ଗଡ଼ବଡ଼ କରିବା। ସରଳ ଭାଷାରେ କହିଲେ, କେବଳ ନେବା, ଦେବା ନାହିଁ। କେବଳ ନିଜ କଥା ଭାବିବା, ନିଜ ସୁଖ, ନିଜ ସ୍ୱାର୍ଥ। କେବଳ ଭୋଗ କରିବା, ଆଉ ନିଜର ଯାହା କର୍ତ୍ତବ୍ୟ, ଯାହା ଦାୟିତ୍ୱ, ସମାଜ ପ୍ରତି, ପରିବାର ପ୍ରତି, ପ୍ରକୃତି ପ୍ରତି, ସେସବୁକୁ ପୂରାପୂରି ଭୁଲିଯିବା। ଯେତେବେଳେ ଜଣେ କେବଳ ନିଜ ଇନ୍ଦ୍ରିୟକୁ ଖୁସି କରିବାରେ ଲାଗିପଡ଼େ, ସେ ଭାବେ ସବୁକିଛି ତାରି ପାଇଁ। ତା ମନରୁ ପରୋପକାର, ସେବା,
କର୍ତ୍ତବ୍ୟ କଥା ସବୁ ଉଭେଇଯାଏ। ଆଉ ଏହି ମନୋଭାବ ହିଁ ତାକୁ ସେ ମହାନ ଚକ୍ରରୁ ଅଲଗା କରିଦିଏ। ଏହାର ମୂଳ କାରଣ ହେଲା ଅହଙ୍କାର ଆଉ ଅଜ୍ଞାନତା। ବୁଝିଲି। ଆଉ ଯେଉଁମାନେ ଏମିତି ବଞ୍ଚନ୍ତି ସେମାନଙ୍କ ପାଇଁ ଭଗବାନ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି ଅଘାୟୁ, ଇନ୍ଦ୍ରିୟାରାମ ଆଉ ମୋଘାମ ଜୀବତେ, ଏଗୁଡ଼ିକ ଟିକେ ବହୁତ ଭାରି ଶବ୍ଦ ପରି ଲାଗୁଛି। ଏହାର ଅର୍ଥ କ'ଣ? ହଁ, ଭଗବାନ ଏଠି କିଛି କୋହଳ କରି କହିନାହାନ୍ତି। ସେ ସିଧା ସିଧା କହିଛନ୍ତି ଏମିତି ଜୀବନର ଅସଲ ରୂପ କ'ଣ। ଦେଖନ୍ତୁ, ପ୍ରଥମ ଶବ୍ଦ ହେଲା ଅଘାୟୁ। ଅଘା ମାନେ ପାପ, ଆୟୁ ମାନେ ଜୀବନ। ତେଣୁ ଅଘାୟୁ ହେଲା ସେହି ବ୍ୟକ୍ତି ଯାହାର ଜୀବନ ପାପରେ ପରିପୂର୍ଣ୍ଣ, ଯିଏ ପାପକର୍ମ କରି କରି ନିଜର ମୂଲ୍ୟବାନ ମଣିଷ ଜୀବନଟାକୁ ନଷ୍ଟ କରୁଛି। କାହିଁକି ପାପ? କାରଣ ସେ ସୃଷ୍ଟିର ନିୟମ ଭାଙ୍ଗୁଛି। ସେ ଯେଉଁ ଦେବାନେବାର ଧର୍ମ, ତାକୁ ଅବମାନନା କରୁଛି। ଆଚ୍ଛା। ଦ୍ୱିତୀୟଟି ହେଲା ଇନ୍ଦ୍ରିୟାରାମ। ଇନ୍ଦ୍ରିୟ ମାନେ ଆମର ଆଖି, କାନ, ନାକ, ଜିଭ, ଚର୍ମ ଇତ୍ୟାଦି। ଆଉ ଆରାମ ମାନେ ସୁଖ, ଭୋଗ। ତେଣୁ ଇନ୍ଦ୍ରିୟାରାମ ହେଲା ସେହି ଲୋକ ଯିଏ କେବଳ ଏଇ ଇନ୍ଦ୍ରିୟମାନଙ୍କୁ ସୁଖ ଦେବାରେ ବ୍ୟସ୍ତ। ସେମାନଙ୍କର କ୍ଷଣିକ ଭୋଗ ପାଇଁ ହିଁ ଯିଏ ବଞ୍ଚେ, ତା ଜୀବନର ଆଉ କିଛି ଲକ୍ଷ୍ୟ ନଥାଏ। ଆଉ ତୃତୀୟଟି ହେଲା ମୋଘଂ ଜୀବତି। ମୋଘଂ ମାନେ ବ୍ୟର୍ଥ, ନିରର୍ଥକ, ଫଳହୀନ, ଯେଉଁଥିରୁ କିଛି ସାର ମିଳେନି। ଜୀବତି ମାନେ ଜୀବନ ବଞ୍ଚେ। ତେଣୁ ପୁରା କଥା ହେଲା ସେ ଲୋକଟା ଗୋଟେ ବେକାର ଜୀବନ ବଞ୍ଚୁଛି, ଉଦ୍ଦେଶ୍ୟହୀନ। ଏହାର ଅର୍ଥ ତ ବହୁତ ଗମ୍ଭୀର। ଯିଏ କେବଳ ମୋତେ କ'ଣ ମିଳିବ ଏଇ ଚିନ୍ତାରେ ବୁଡ଼ି ରହିଲା, ସେ ବାହାରକୁ ଯେତେ ସଫଳ ବା ଧନୀ ଦେଖାଯାଉ ପଛେ ଭଗବାନଙ୍କ ନଜରରେ ତାର ଜୀବନର କିଛି ମାନେ ନାହିଁ। କିନ୍ତୁ ଏଠି ଗୋଟେ କଥା ମନକୁ ଆସୁଛି। ହଁ, କୁହନ୍ତୁ। ଆମେ ତ ସମାଜରେ ଦେଖୁଛୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ହୁଏତ ବହୁତ ସ୍ୱାର୍ଥପର, କିନ୍ତୁ ସେମାନେ ବେଶ୍ ସୁଖରେ, ଆରାମରେ ପଇସା କମେଇ ବଞ୍ଚୁଛନ୍ତି। ସେମାନେ ତ ନିଜକୁ ବ୍ୟର୍ଥ ଭାବୁ ନଥିବେ। ତେବେ ଗୀତା କାହିଁକି ଏତେ ଜୋର ଦେଇ ଏହାକୁ ବ୍ୟର୍ଥ କହୁଛି? କେଉଁ ଅର୍ଥରେ ବ୍ୟର୍ଥ? ହଁ, ଏଇଟା ବହୁତ ଭଲ ପ୍ରଶ୍ନ। ବାହାରର ଚମକ ଅନେକ ସମୟରେ ଆମକୁ ଭୁଲ ବାଟ ଦେଖାଏ। ଗୀତା କାହିଁକି ଏମିତି ଜୀବନକୁ ବ୍ୟର୍ଥ କହୁଛି, ତାର କିଛି ଗଭୀର କାରଣ ଅଛି। ପ୍ରଥମ କଥା ହେଲା, ଯିଏ କେବଳ ଇନ୍ଦ୍ରିୟ ସୁଖ ପଛରେ ଦୌଡ଼େ, ସେ କେବେ ହେଲେ ପ୍ରକୃତ ସନ୍ତୋଷ ପାଏନି। କାରଣ ଇନ୍ଦ୍ରିୟ ସୁଖ ହେଉଛି ପାଣି ଫୁଟୁକା ପରି, କ୍ଷଣିକ। ଗୋଟେ ଇଚ୍ଛା ପୂରଣ ହେଲେ ଆଉ 10ଟା ନୂଆ ଇଚ୍ଛା ଚାଲିଆସେ। ଏମିତି ଗୋଟେ ଅସରନ୍ତି ଦୌଡ଼। ଯେତେ ପାଇଲେ ବି ଆହୁରି ଆହୁରି। ଲାଳସା ବଢ଼ି ଚାଲେ। ଭୋଗ ବଢ଼େ, କିନ୍ତୁ ଶାନ୍ତି ମିଳେନି। ବରଂ ଅଶାନ୍ତି ଆଉ ଅତୃପ୍ତି ବଢ଼େ। ଏମିତି ଜୀବନ କେମିତି ସାର୍ଥକ ହେବ? ସେଇଟା ତ ଠିକ୍। ଦ୍ୱିତୀୟ କଥା, ମନୋବିଜ୍ଞାନ ଦୃଷ୍ଟିରୁ ଦେଖିଲେ ବି ଯେଉଁ ଲୋକ କେବଳ ଭୋଗରେ ମାତିଥାଏ, ତା ମନ କେବେ ସ୍ଥିର ରହିପାରେ ନାହିଁ। ସବୁବେଳେ ଅଶାନ୍ତ, ଚଞ୍ଚଳ। ତାକୁ ବାହାରୁ ସବୁବେଳେ କିଛି ନା କିଛି ନୂଆ ମନୋରଞ୍ଜନ, ନୂଆ ଉତ୍ତେଜନା ଦରକାର। କାରଣ ଭିତରଟା ଖାଲି ଖାଲି ଲାଗେ। ଇଚ୍ଛାଗୁଡ଼ାକ ନିଆଁ ପରି, ଆଉ ଭୋଗ୍ୟବସ୍ତୁ ଘିଅ ପରି। ଯେତେ ଢାଳିଲେ ବି ନିଆଁ ଲିଭେନି, ଆହୁରି ବଢ଼େ। ଏଥିରେ ଶାନ୍ତି କାହିଁ? ଆଚ୍ଛା। ତାପରେ ଆସୁଛି ଆଧ୍ୟାତ୍ମିକ ଦିଗ। ଗୀତା କହୁଛି ମଣିଷ ଖାଲି ଏ ହାଡ଼ ମାଂସର ଦେହଟା ନୁହେଁ, ସେ ହେଉଛି ଆତ୍ମା, ଚେତନା। କିନ୍ତୁ ଯିଏ କେବଳ ଇନ୍ଦ୍ରିୟ ସୁଖରେ ମାତି ରହିଲା, ସେ ନିଜର ଏଇ ଅସଲ ପରିଚୟକୁ ଭୁଲିଗଲା। ସେ କେବଳ ଦେହ ସ୍ତରରେ ବଞ୍ଚିଲା। ଆଉ ଦେହ ତ ନାଶବାନ, ଇନ୍ଦ୍ରିୟ ସୁଖ ବି କ୍ଷଣିକ। ତେଣୁ ଆତ୍ମାକୁ ଭୁଲି କେବଳ ଦେହ ପାଇଁ ବଞ୍ଚିବା ଏକ ପ୍ରକାର ଆଧ୍ୟାତ୍ମିକ ମୃତ୍ୟୁ ପରି। ସେଇଥିପାଇଁ କୁହାଯାଇଛି ମୋଘମ୍ ଜୀବତି, ବ୍ୟର୍ଥରେ ବଞ୍ଚେ। ଅର୍ଥାତ୍ ବାହାରକୁ ସବୁ ଠିକ୍ଠାକ୍ ଦିଶୁଥିଲେ ବି ଭିତରେ କିଛି ନଥାଏ। ଏକଦମ। ଆଉ ଗୋଟେ ଦିଗ ହେଲା ସାମାଜିକ। ଯେ କେବଳ ନିଜ କଥା ଭାବେ, ସେ ସମାଜଠୁ, ପରିବାରଠୁ, ପ୍ରକୃତିଠୁ ସବୁଠୁ କେବଳ ନିଏ, ବଦଳରେ କିଛି ଦେବାକୁ ଚାହେଁନା। ସେ ଗୋଟେ ପରଜୀବୀ ପରି ହୋଇଯାଏ। ସମ୍ପର୍କରୁ ସୁଖ ଚାହେଁ, କିନ୍ତୁ ଭଲ ପାଇବା ଦିଏନି। ପ୍ରକୃତିରୁ ସବୁ ନିଏ, କିନ୍ତୁ ତାର ଯତ୍ନ ନିଏନି। ସମାଜରୁ ସୁବିଧା ନିଏ, କିନ୍ତୁ ସମାଜ ପାଇଁ କିଛି କରେନି। ଏମିତି ଲୋକ ଶେଷରେ ସମାଜ ଉପରେ ବୋଝ ହୋଇଯାଏ। ଆଉ ପ୍ରକୃତିର ନିୟମ ଅଛି, ଯିଏ ଚକ୍ରକୁ ଭାଙ୍ଗିବ, ସମୟ ଆସିଲେ ସେ ନିଜେ ହିଁ ଦଣ୍ଡ ପାଇବ। ଏହିସବୁ କାରଣରୁ ଭଗବାନ ଏମିତି ଜୀବନକୁ ବ୍ୟର୍ଥ କହିଛନ୍ତି। ବାପରେ, ଏତେ ଗଭୀର କଥା। ସତରେ ଚିନ୍ତା କରିବା କଥା। ଆଉ ଆଶ୍ଚର୍ଯ୍ୟ ଲାଗୁଛି ଏତେ ହଜାର ବର୍ଷ ତଳର ଏ କଥା ଆଜି ଆମ ପାଇଁ କେତେ ଜରୁରୀ। ଆଜିକାଲି ଆମେ ଯେତେ ସମସ୍ୟା ଦେଖୁଛୁ, ଯେମିତି ପରିବେଶ କଥା, ଲୋକଙ୍କର ମାନସିକ ଅବସ୍ଥା, ଏସବୁ ସହ ଏ ଶ୍ଲୋକର କିଛି ସମ୍ପର୍କ ଅଛି କି? ନିଶ୍ଚୟ ଅଛି। ବହୁତ ଗଭୀର ସମ୍ପର୍କ ଅଛି। ବରଂ ମୁଁ କହିବି, ଆଜିର ଦୁନିଆ ପାଇଁ ଏ ଶ୍ଲୋକର ପ୍ରାସଙ୍ଗିକତା ଆହୁରି ବେଶୀ। ଦେଖନ୍ତୁ ନା,
ଆଜି ଆମ ଚାରିପଟେ କ'ଣ ହେଉଛି? ପରିବେଶ ପ୍ରଦୂଷଣ, ଜଳବାୟୁ ବଦଳିବା, ଜଙ୍ଗଲ ସଫା ହେବା, ଏସବୁ କାହିଁକି? କାରଣ ଆମେ ମଣିଷମାନେ ସେଇ ଯଜ୍ଞଚକ୍ରକୁ ଭାଙ୍ଗି ଦେଇଛୁ। ଆମେ ପ୍ରକୃତିରୁ କେବଳ ନେବା ଜାଣିଛୁ, ଦେବା ଭୁଲି ଯାଇଛୁ। ଆମେ ଇନ୍ଦ୍ରିୟାରାମ ହୋଇ ପ୍ରକୃତିକୁ ଶୋଷଣ କରି ଚଲିଛୁ। ଫଳ ଆମେ ସମସ୍ତେ ଭୋଗୁଛୁ। ହଁ, ସେଇଟା ତ ସତ। ସେମିତି ସମାଜ ଭିତରେ ଦେଖନ୍ତୁ, ଲୋକଙ୍କ ଭିତରେ କେତେ ଚାପ, କେତେ ଡିପ୍ରେସନ୍, କେତେ ଏକୁଟିଆପଣ। ସମ୍ପର୍କଗୁଡ଼ାକ ଭାଙ୍ଗି ଯାଉଛି। ଲୋକେ ଅଧିକରୁ ଅଧିକ ସ୍ୱାର୍ଥପର ହେଉଛନ୍ତି। ଏହାର କାରଣ ବି ସେଇ ଏକା। ଆମେ ସେଇ ଯଜ୍ଞ ଭାବନାକୁ ହରେଇ ଦେଇଛୁ। ନିଃସ୍ୱାର୍ଥ ସେବା, ପରସ୍ପର ପାଇଁ କର୍ତ୍ତବ୍ୟ, ଦେବାର ମନୋଭାବ ଏସବୁ କମି କମି ଯାଉଛି। ସମସ୍ତେ ଯଦି ଖାଲି ନିଜ କଥା ଭାବିବେ, ନିଜ ଇନ୍ଦ୍ରିୟ ପାଇଁ ବଞ୍ଚିବେ, ତେବେ ସମାଜ ରୂପକ ଚକ୍ର କେମିତି ଚାଲିବ? ସେଇଥିପାଇଁ ଏତେ ଦୁଃଖ, ଏତେ କଷ୍ଟ, ଏତେ ବିଶୃଙ୍ଖଳା। ଆଜିର ବଡ଼ ବଡ଼ ସମସ୍ୟାର ମୂଳରେ ଅଛି ଏହି ଭଙ୍ଗା ଚକ୍ର। ବାଃ, ମାନେ ଗୋଟିଏ ଶ୍ଲୋକ ଭିତରେ ଏତେ କଥା, ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି ପୁରା ଦୁନିଆର ସମସ୍ୟା। ତେବେ ଯଦି ଆମେ ଏ ପୁରା ଆଲୋଚନାକୁ ଏକାଠି କରିବା, ଭଗବାନ ଆମକୁ ଏ ଶ୍ଲୋକ ଜରିଆରେ ମୁଖ୍ୟତଃ କ'ଣ କହିବାକୁ ଚାହୁଁଛନ୍ତି? ଏହାର ସାର କ'ଣ? ହଁ, ଏହାର ସାର କଥା ବହୁତ ସ୍ପଷ୍ଟ ଆଉ ଶକ୍ତିଶାଳୀ। ମୁଖ୍ୟତଃ କେତୋଟି କଥା। ପ୍ରଥମତଃ, ଜୀବନ ଖାଲି ନେବାର ନାଁ ନୁହେଁ, ଏହା ଦେବା ଆଉ ନେବା ଉଭୟର ଗୋଟେ ସନ୍ତୁଳନ। ପୁରା ସୃଷ୍ଟି ଏଇ ନୀତିରେ ଚାଲିଛି। ଦ୍ୱିତୀୟତଃ, ଯିଏ ଏ ଚକ୍ରରେ ନିଜ କର୍ତ୍ତବ୍ୟ ନ କରି କେବଳ ଇନ୍ଦ୍ରିୟ ସୁଖ ପାଇଁ ବଞ୍ଚେ, ତା ଜୀବନ ପାପପୂର୍ଣ୍ଣ ଆଉ ପୂରାପୂରି ବ୍ୟର୍ଥ। ସେ ବଞ୍ଚିଥାଇ ବି ମଲା ସଙ୍ଗେ ସମାନ। ତୃତୀୟତଃ, ପ୍ରକୃତ ସୁଖ, ପ୍ରକୃତ ଆନନ୍ଦ ସେଇଟା ଖାଲି ଭୋଗରୁ ଆସେନି। ସେ ଆସେ ନିଜ କର୍ତ୍ତବ୍ୟ କରିବାରୁ, ନିଃସ୍ୱାର୍ଥ ସେବାରୁ, ସମର୍ପଣ ଭାବରୁ। ଏଇଥିରେ ଜୀବନ ସାର୍ଥକ ହୁଏ। ଚତୁର୍ଥତଃ, ଆମେ ସମସ୍ତେ ଏଇ ବିଶ୍ୱ ବ୍ରହ୍ମାଣ୍ଡ ରୂପକ ଯଜ୍ଞଚକ୍ରର ଗୋଟେ ଗୋଟେ ଅଂଶ। ଏ ଚକ୍ରକୁ ଠିକ୍ରେ ଚଲେଇବା ପାଇଁ ନିଜର ଯୋଗଦାନ ଦେବା, ଏଇଟା ଆମ ସମସ୍ତଙ୍କର ଧର୍ମ। ଆଉ ପଞ୍ଚମ କଥା ହେଲା, କେବଳ ଇନ୍ଦ୍ରିୟ ସୁଖ ପଛରେ ଦୌଡ଼ିବା ଗୋଟେ ଖୋଖଲା ଅବସ୍ଥା। ସେଥିରେ କ୍ଷଣିକ ମଜା ଥାଇପାରେ, କିନ୍ତୁ ସ୍ଥାୟୀ ଶାନ୍ତି ବା ଆନନ୍ଦ କେବେ ମିଳେନି। ତେଣୁ ସରଳ ଭାଷାରେ କହିଲେ, ଭଗବାନ ଆମକୁ କର୍ତ୍ତବ୍ୟ ପଥରେ ଚାଲିବାକୁ କହୁଛନ୍ତି। ସ୍ୱାର୍ଥ ଛାଡ଼ି ସେବା ଆଉ ସମର୍ପଣର ବାଟ ଧରିବାକୁ କହୁଛନ୍ତି। ଏହି ସୃଷ୍ଟିଚକ୍ର ସହ ନିଜକୁ ଯୋଡ଼ି ଗୋଟେ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିବାକୁ ପ୍ରେରଣା ଦେଉଛନ୍ତି। କର୍ତ୍ତବ୍ୟ ହିଁ ଜୀବନ, ସେବା ହିଁ ଧର୍ମ, ସମସ୍ତଙ୍କର ମଙ୍ଗଳରେ ହିଁ ନିଜର ମଙ୍ଗଳ। ଏଇଟା ହିଁ ଏହି ଶ୍ଲୋକର ମୂଳ ମନ୍ତ୍ର। ଅଦ୍ଭୁତ, ସତରେ। ଗୀତାର ଗୋଟିଏ ଛୋଟ ଶ୍ଲୋକ ଭିତରେ ଜୀବନର କେତେ ବଡ଼ ସତ୍ୟ। ଆଜିର ଆଲୋଚନାରୁ ଏଇଟା ବହୁତ ସ୍ପଷ୍ଟ ହେଲା ଯେ ଆମେ ଏଠି ଅଛୁ କେବଳ ନିଜ ପାଇଁ ନୁହେଁ, ବରଂ ଏ ବିଶାଳ ସୃଷ୍ଟିର ଗୋଟେ ଅଂଶ ହିସାବରେ ଆମର ବି କିଛି ଦାୟିତ୍ୱ ଅଛି। ଆଉ ବୋଧେ ସେଇ ଦେବା ଭିତରେ ହିଁ ପାଇବାର ଅସଲ ଖୁସି ଲୁଚି ରହିଛି। ନିଶ୍ଚୟ। ଆଉ ଏଇ ପ୍ରସଙ୍ଗରେ ମୁଁ ସମସ୍ତ ଶ୍ରୋତାବନ୍ଧୁଙ୍କ ପାଇଁ ଗୋଟେ ଛୋଟ ଚିନ୍ତା କରିବା ଭଳି କଥା ଛାଡ଼ିଯିବାକୁ ଚାହିଁବି। ଆମେ ସମସ୍ତେ ନିଜକୁ ଟିକେ ପଚାରିବା ଦରକାର, ଆମ ଦୈନନ୍ଦିନ ଜୀବନରେ ଆମେ ପ୍ରକୃତରେ କେତେ ପରିମାଣରେ ଏଇ ଯଜ୍ଞଚକ୍ରର ଅଂଶ ହେଉଛୁ? ମାନେ, କେତେ ଦେଉଛୁ ଆଉ କେତେ ନେଉଛୁ? ଆମେ ସମାଜକୁ, ପ୍ରକୃତିକୁ, ପାଖରେ ଥିବା ଲୋକଙ୍କୁ କେତେ ଦେଉଛୁ ଆଉ କେତେ କେବଳ ନିଜ ସୁଖ ପାଇଁ ନେବାରେ ଲାଗିଛୁ? ଆମେ କେତେ ନିଜ କର୍ତ୍ତବ୍ୟ ବିଷୟରେ ସଚେତନ ଆଉ କେତେ ଖାଲି ଇନ୍ଦ୍ରିୟାରାମ ହୋଇ ସାମାନ୍ୟ ସୁଖ ପଛରେ ଦୌଡ଼ୁଛୁ? ଆମ କାମଗୁଡ଼ାକୁ କେବଳ ଆମ ନିଜ ସ୍ୱାର୍ଥ ପୂରଣ କରୁଛି, ନା ଏହାଦ୍ୱାରା ସମାଜର ବା ଏ ସୃଷ୍ଟିର କିଛି ଭଲ ହେଉଛି? ଏହା ଉପରେ ଟିକେ ଭାବିବା ଦରକାର ସମସ୍ତଙ୍କର। ବାସ୍ତବିକ ଏକ ଗଭୀର ଆତ୍ମମନ୍ଥନ ପାଇଁ ଏହା ଏକ ସୁନ୍ଦର ପ୍ରଶ୍ନ। ଆଶା କରୁଛୁ ଆଜିର ଏହି ଆଲୋଚନା ସମସ୍ତଙ୍କୁ କିଛି ନୂଆ ଚିନ୍ତା ଦେଇଥିବ, ଜୀବନକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାରେ ସାହାଯ୍ୟ କରିବ। ଯଦି ଆପଣଙ୍କୁ ଆମର ଏ ପ୍ରୟାସ ଭଲ ଲାଗିଲା, ତେବେ ନିଶ୍ଚୟ ଏହାକୁ ଲାଇକ୍ କରନ୍ତୁ ଆଉ ଅନ୍ୟମାନଙ୍କ ସହିତ ବି ସେୟାର କରନ୍ତୁ, ଯାହାଫଳରେ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଅମୃତ ବାଣୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ। ସମସ୍ତଙ୍କୁ ତାଙ୍କ ଆଶୀର୍ବାଦ ମିଳିବ। ଆପଣଙ୍କ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ। କମେଣ୍ଟ ବକ୍ସରେ ଓଁ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ଆମକୁ ଜଣେଇ ପାରନ୍ତି। ଆଗକୁ ଆମେ ଗୀତାର ଅନ୍ୟ ଶ୍ଲୋକ ବା ଅଧ୍ୟାୟ ଉପରେ ବି ଏମିତି ଆଲୋଚନା କରିବାକୁ ଚେଷ୍ଟା କରିବୁ। ସେ ପର୍ଯ୍ୟନ୍ତ ଆମ ସହ ଯୋଡ଼ି ହୋଇ ରହିବାକୁ ଅନୁରୋଧ। ପୁଣି ଦେଖାହେବ ଏକ ନୂଆ ଆଲୋଚନା ସହିତ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।